ଉପସ୍ଥିତ ଅଛନ୍ତି ଶ୍ରୀମଦ୍ ଅବିନାଶୀ ବାବା। ସେ ମହିମା ଧର୍ମ ସମ୍ପର୍କରେ ଆଲୋଚନା କରିବେ। ଗୁରୁ ବ୍ରହ୍ମ ମହାମହିମ ଅଲେଖ ମହିମା ଶରଣ ଶ୍ରୀମଦ୍ ଅବିନାଶୀ ବାବା, ଉପସଭାପତି କୋବିନ୍ଧାରୀ ମହିମା ସମାଜ, ମହିମା ଗାଦି, ଢେଙ୍କାନାଳ। ମହିମା ଧର୍ମ। ମହି ତା କାନ୍ଥରେ ଲାଗିଛି ମା। ତେଣୁ ମହି ହେଉଛି ଈଶ୍ୱରଙ୍କ ସୃଷ୍ଟି। ଈଶ୍ୱର ପୁରୁଷ ଏହି ମହିରେ ଜୀବଜଗତ ପାଇଁ ଯାହା ତିଆରି କରିଦେଇଛନ୍ତି ସେଇଥିରେ ମାନ ପ୍ରତିଷ୍ଠା ହେଉଛି। ତେଣୁ ମହିମା ଧର୍ମ ହେଉଛି ମାନବ ସମାଜର କଲ୍ୟାଣକାରୀ ଧର୍ମ ଏବଂ ପତିତ ଓ ଉଦ୍ଧାର ଧର୍ମ। ଯେଉଁମାନେ ଦଳିତ, ନିଷ୍ପେଷିତ, ଯାହାକୁ ଆମର ଆଗଧାଡ଼ି ଲୋକମାନେ ଯେଉଁମାନଙ୍କୁ ସବୁ ବାସନ୍ଦ କରି ରଖିଥିଲେ, କୌଣସି ମଠ ମନ୍ଦିର ଗିର୍ଜା ଆଦି ପ୍ରବେଶ ନିଷେଧ କରିଥିଲା, ସେହି ସମୟରେ ପ୍ରବୁଦ୍ଧ ଗୁରୁ ଯୁଗେଶ୍ୱର ମହାସ୍ୱାମୀ ସର୍ବପ୍ରଥମେ 1802 ଖ୍ରୀଷ୍ଟାବ୍ଦରେ ହିମାଳୟ ପାଦଦାସରେ ଅଜନିଜ ଭାବେ ଅବତୀର୍ଣ୍ଣ ହୋଇ ପର୍ଯ୍ୟାୟକ୍ରମେ ପୁରୀ ଶ୍ରୀକ୍ଷେତ୍ରରେ 1826 ମସିହାରେ ଲୋକଲୋଚନରେ ଦେଖା ଦେଇଥିଲେ। ତାପରେ ଆସି ଆମର ଢେଙ୍କାନାଳ ଜିଲ୍ଲାର ସୌରମ୍ୟ, ବନାନୀ, କାନନ କୁନ୍ତଳା, ତଟିନୀ ମେଖଳା, କପିଳାସ ପାହାଡ଼ ଶିଖରରେ 1838 ଖ୍ରୀଷ୍ଟାବ୍ଦରେ ଆସି ଏଠି ପହଞ୍ଚି ଶିଖରର ପାଦଦେଶରେ ଥିବା ଚକାପଥରରେ 21 ଦିନ ପର୍ଯ୍ୟନ୍ତ ଅନନ୍ତ ଶୟନରେ ନିବିଷ୍ଟ ରହି ତତ୍ପରେ ବର୍ତ୍ତମାନକୁ ତପୋବନ ବୋଲି ସିଦ୍ଧାନ୍ତ ହୋଇଥିବା ସ୍ଥାନରେ ଦୀର୍ଘ 24 ବର୍ଷ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ 12 ବର୍ଷ ଫଳମୂଳ ଏବଂ 12 ବର୍ଷ କ୍ଷୀର ଆହାର କରି କାଳାତିପାତ କରିଥିଲେ। 12 ବର୍ଷ ଦେଓଗାଁ ନିବାସୀ ସଦାନନ୍ଦ ଶବର ନିରବଚ୍ଛିନ୍ନ ଭାବରେ ଗୁରୁ ଆଜ୍ଞାକୁ ଶିରଧାର୍ଯ୍ୟ କରି ଫଳ ଯୋଗାଇଥିଲେ, ଯାହାକି ଯୁଗାନ୍ତକାରୀ ଅଧ୍ୟାୟ। ତତ୍ସହିତ ଢେଙ୍କାନାଳ ରାଜା ତତ୍କାଳୀନ ଢେଙ୍କାନାଳ ରାଜା ଦୀନବନ୍ଧୁ ଭଗୀରଥ ମହେନ୍ଦ୍ର ବାହାଦୁର ମହିମା ସ୍ୱାମୀଙ୍କୁ 12 ବର୍ଷ ପର୍ଯ୍ୟନ୍ତ କ୍ଷୀର ଯୋଗାଇ ଦେଇଥିବାରୁ ସେ ମଧ୍ୟ ମହିମା ଧର୍ମର ଜଣେ ଯୁଗାନ୍ତକାରୀ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସଦାନନ୍ଦ ଶବର ଯେଉଁ ମହିମା ସ୍ୱାମୀଙ୍କୁ ଫଳ ଯୋଗାଇଥିଲା ତାହା ବର୍ତ୍ତମାନ ପାଇଁ ନୁହେଁ, ଯୁଗ ଯୁଗରେ, ତ୍ରେତୟା ଯୁଗରେ, ସତ୍ୟ ଯୁଗରେ ମଧ୍ୟ ସେ ଶବରମାନେ ମଧ୍ୟ ପ୍ରଭୁଙ୍କ ପ୍ରାର୍ଥନା କରିଥିଲେ। ତ୍ରେତୟା ଯୁଗରେ, ଦ୍ୱାପର ଯୁଗରେ ଇତ୍ୟାଦି ସମ ଯୁଗରେ ଥିଲା, ଯେଉଁଟାକି ଆଜି ମଧ୍ୟ ମହିମା ସ୍ୱାମୀଙ୍କ ନିକଟରେ ସେହି ଶବର ଫଳ ଯୋଗାଇଥିଲେ। ପ୍ରଥମେ ତାଙ୍କଠାରୁ ଭକ୍ତ କରି ଫଳ ଗ୍ରହଣ କରିବାର ମୂଳ କାରଣ ହେଉଛି ଯେ ନିଷ୍ପେଷିତମାନଙ୍କୁ ମୁଖ୍ୟ ସ୍ରୋତକୁ ଟାଣି ଆଣି ଧାର୍ମିକ ଭାବ କରିବା, ଏହା ହେଉଛି ମହିମା ସ୍ୱାମୀଙ୍କର ଅନ୍ତର୍ନିହିତ ଉଦ୍ଦେଶ୍ୟ। ତେଣୁ ସେ ସର୍ବପ୍ରଥମେ ନିମ୍ନ ଦେଶ ବୋଲି ସମାଜ ଯାହାକୁ କହୁଛି ତାଙ୍କ ପାଖରେ ଆଗେ ପହଞ୍ଚିଲେ ଏବଂ ତାଙ୍କୁ ମହିମା ଧର୍ମରେ ଦୀକ୍ଷିତ କରିଲେ। ତାଙ୍କଠାରୁ ଦୀର୍ଘ 12 ବର୍ଷ କାଳ ଫଳ ଏବଂ ମୂଳଜାତ ଦ୍ରବ୍ୟ ଭକ୍ଷଣ କରି କାଳଯାପନ କଲେ। ମହିମା ଧର୍ମ ହେଉଛି ପତିତ ଉଦ୍ଧାର ଧର୍ମ। ଯେତେବେଳେ ସମୟରେ ଆମର ଆଗଧାଡ଼ିମାନେ, ରକ୍ଷଣଶୀଳ ବ୍ୟକ୍ତିମାନେ ନାରୀ ସମାଜକୁ କାଞ୍ଚନ ହିସାବରେ ତାକୁ ଜବତ କରି ରଖିଥିଲେ ମହିମା ସ୍ୱାମୀ, ସେତେ ସମୟରେ ନାରୀ ପୁରୁଷଙ୍କର ସମସ୍ତ ସମାନ ଅଧିକାର ଅଛି ବୋଲି ଏବଂ ଅଲେଖ ପୁରଭବନ ନାହିଁ ତ ହିଁ ବଡ଼ ସମାନ, ଗୁରୁଦ୍ୱାରକୁ ସମସ୍ତେ ଅଟନ୍ତି ସମାନ, ନାରୀ କି ପୁରୁଷ ତ ହିଁ ନାହିଁ ଭିନ୍ନ ଭିନ୍ନ। ସେତେ ସମୟରେ ମହିମା ଧର୍ମରେ ତାଙ୍କୁ ଦୀକ୍ଷିତ କରାଇ ଧର୍ମୋପଦେଶ ଦେଇଥିବାରୁ ଜନଶ୍ରୁତିରେ ଘୋଷଣା କରାଗଲା, ବାବା ମାତା ଯୁଥ ଫେରୁଛନ୍ତି, ଦେଖ କେବଳ ଭବିଷ୍ୟ। କାରଣ ତାଙ୍କର ଅଗ୍ରାଧିକାର ପାଇଁ ମହିମା ଧର୍ମର ମୁଖ୍ୟ ଭୂମିକା ରହିଛି। ମହିମା ଧର୍ମରେ ଅଛି ଯେଉଁଠାରେ ବିଶ୍ୱ କଲ୍ୟାଣ ଅର୍ଥେ ଧୂନି ଅଖଣ୍ଡମାଳା ହେବ, ସେଠି ପ୍ରାତଃ ସମୟରେ ବାଲ୍ୟଳା କରାଯିବ। 1860 ଦଶକରେ ଯେଉଁ ଆମର 9 ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା,
ସେହି ସମୟରେ ପ୍ରବୁଦ୍ଧ ଗୁରୁ ଯୁଗେଶ୍ୱର ମହିମା ସ୍ୱାମୀ 62 ମସିହା ଠାରୁ 76 ମସିହା ପର୍ଯ୍ୟନ୍ତ ବୃହତ ଆକାର ବାଲ୍ୟଲାମାନ ସ୍ଥାପନ କରି ଗରିବ ମୁଖରେ ମୁଠେ ଆହାର ଦେବା ନିମନ୍ତେ ଭାଗବତ ବାଣୀ ଯୋଉଟା ବାଳକ ମୁଖ ଆହାର ଖଣ୍ଡଇ ବିପତ୍ତାହାର ସେହି ଧର୍ମକୁ ପାଳନ କରି ଭୋକିଲା ମୁଖରେ ଅନ୍ନ ମୁଠେ ଦେବା ପାଇଁ ବୋଲି ବିରାଟ ବାଲଡ଼ା ଆରମ୍ଭ କରିଥିଲେ। ଆମର ଏଇ ଢେଙ୍କାନାଳ ଜିଲ୍ଲା ବଉଳପୁର ଗ୍ରାମରେ 360 କାହାଣ ବାଲଡ଼ା ଅର୍ପଣ କରାଯାଇଥିଲା। ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ଆମର ନଅଙ୍କ ଦୁର୍ଭିକ୍ଷରେ ଲୋକମାନେ ସବୁ ସଢ଼ୁଥିଲେ, ଦୁର୍ଦିନରେ ଭୋଗ କରୁଥିଲେ, ତାରକୁ ଉଦ୍ଧାର କରିବା ପାଇଁ ବୋଲି ମହିମା ସ୍ୱାମୀଙ୍କର ପ୍ରୟାସ ଥିଲା। ତାପରେ ମହିମା ସ୍ୱାମୀ ତାଙ୍କ ଶ୍ରୀମୁଖ ବାଣୀରେ ମହିମା ଧର୍ମ ନିୟମ ଦେଇଛନ୍ତି, ସନ୍ନ୍ୟାସୀମାନେ ଗ୍ରାମକେ ରାତିଏ ଘରକେ ମୁଠିଏ ଭିକ୍ଷା କରି ଜୀବନଯାପନ କରିବେ। ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ପ୍ରତ୍ୟେକ ଗାଁକୁ ଯିବେ, ଯେଉଁ ବ୍ୟକ୍ତିମାନେ ତୀର୍ଥାଟନ କରିପାରୁନାହାନ୍ତି, ଯାଗଯଜ୍ଞ କରିପାରୁନାହାନ୍ତି, କୌଣସି ପ୍ରକାର ପୂଜାପାଠ କରିପାରୁନାହାନ୍ତି, ସେହି ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚି ତାଙ୍କୁ ଦର୍ଶନ ଦେଇ ମୁକ୍ତି କରିବେ ଏବଂ ତାଙ୍କ ହସ୍ତରୁ ଜଳ ଟୋପାଏ ମଧ୍ୟ ଗ୍ରହଣ କରି ତାଙ୍କ ହସ୍ତକୁ ପବିତ୍ର କରିବେ। ଏହା ହେଉଛି ମହିମା ସ୍ୱାମୀଙ୍କର ଅନ୍ତର୍ନିହିତ ଉଦ୍ଦେଶ୍ୟ। ସେହି ମହିମା ଧର୍ମ 1802 ଖ୍ରୀଷ୍ଟାବ୍ଦରୁ ପ୍ରଚାର ଲାଭ କରି ବର୍ତ୍ତମାନ ସମଗ୍ର ବିଶ୍ୱକୁ ବ୍ୟାପକ ହୋଇଯାଇଛି। କାରଣ ମହିମା ଧର୍ମର ଯେପରି ରାମଚନ୍ଦ୍ରଙ୍କର ଲେଖକ ହେଉଛନ୍ତି ବାଲ୍ମୀକି, ମହାଭାରତର ଲେଖକ ହେଉଛନ୍ତି ଶୂଦ୍ରମୁନି ସାରଳା ଦାସ, ସେହିପରି ମହିମା ଧର୍ମର ସାହିତ୍ୟକ, ଲେଖକ, କବି, ଧର୍ମ ପ୍ରଚାରକ ସନ୍ଥ କବି ଭୀମ ଭୋଇ। ସେହି ସନ୍ଥ କବି ଭୀମ ଭୋଇ ଏକ ପ୍ରଖ୍ୟାତ ପଦ ରଚନା କରିଛନ୍ତି, ଯାହା ହେଉଛି ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏହିପରି ବାଣୀ ପୂର୍ବରୁ କେବେ ଲେଖା ନଥିଲା, ପରେ କେହି ଲେଖାଯାଇପାରିବ ନାହିଁ। ସେହି ବାଣୀ ଆଜି ଆମର ଲୋକସଭା ଭବନରେ ଲିପିବଦ୍ଧ। ସେହି ବାଣୀ ଯାଇ ବିଶ୍ୱର ଜାତିସଂଘ ଯାହାକୁ କୁହାଯାଉଛି ସେଠାରେ ମଧ୍ୟ ଲିପିବଦ୍ଧ ଅଛି। ତେଣୁ ଯେହେତୁ ଭୀମ ଭୋଇଙ୍କ ବାଣୀ ଯାଇ ଜାତିସଂଘରେ ପହଞ୍ଚି ଯାଇଛି, ସେହି ଭୀମ ଭୋଇ ହେଉଛନ୍ତି ମହିମା ଧର୍ମର। ସେହି ମହିମା ଧର୍ମର ହେଉଛି ଆମର ଉତ୍କଳ ବର୍ଷର, ଏବଂ ଉତ୍କଳ ବର୍ଷର ବିଶେଷ କରି ଆମ ଏଇ ଢେଙ୍କାନାଳ ରାଜ୍ୟର ଢେଙ୍କାନାଳବାସୀ ଆମର ମହିମା ଧର୍ମକୁ ସମସ୍ତ ସେବା ଯୋଗାଇବା, ମହିମା ସ୍ୱାମୀଙ୍କ ସେବା ଯୋଗାଇବା, ତାକୁ ରକ୍ଷା କରିବା ଇତ୍ୟାଦି କରିଥିବାରୁ ଆଜି ଭୀମ ଭୋଇ ଯାଇ ପହଞ୍ଚି ପାରିଛନ୍ତି ଜାତିସଂଘରେ। ସେହି ଢେଙ୍କାନାଳ ରାଜ୍ୟର ବିଶେଷ କରି ଆମର ଯେଉଁ ଜୋରନ୍ଦା ଗ୍ରାମ ଅଛି, ଏହି ଗ୍ରାମବାସୀମାନଙ୍କର ଶ୍ରଦ୍ଧା, ସ୍ନେହ, ଭକ୍ତି, ପ୍ରେମ, ମୈତ୍ରୀ ଦ୍ୱାରା ମହିମା ସ୍ୱାମୀ ଆବଦ୍ଧ ହୋଇ ଏହି ଜୋରନ୍ଦା ଗ୍ରାମରେ ଚିର ସମାଧି ଗ୍ରହଣ କରିଛନ୍ତି। ସେହି ଚିର ସମାଧି ଆଜି ଗାଦି ମନ୍ଦିର ନାମରେ ନାମିତ ହୋଇଛି। ସେହି ଗାଦି ମନ୍ଦିର ନାମରେ ଆମର ପ୍ରତିବର୍ଷ ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ବୃହତ ଆକାର ମହିମା ମେଳା ଅନୁଷ୍ଠିତ ହେଉଛି, ଯାହାକି ଜୋରନ୍ଦା ଗ୍ରାମକୁ ସମଗ୍ର ଭାରତବର୍ଷରୁ ଲକ୍ଷାଧିକ ଲୋକ ଆସି ଏଠି ପହଞ୍ଚନ୍ତି। ଭକ୍ତ, ସାଧୁ, ସନ୍ନ୍ୟାସୀ, ଯୋଗୀ, ଭୋଗୀ ଇତ୍ୟାଦି ସମସ୍ତେ ଆସି ପହଞ୍ଚି ଏହି ଗ୍ରାମକୁ ପବିତ୍ର କରୁଛନ୍ତି ଏବଂ ଗ୍ରାମବାସୀ ମଧ୍ୟ ଧନ୍ୟବାଦ ହେଉଛନ୍ତି। ଏବଂ ଏହି ଗ୍ରାମବାସୀମାନଙ୍କ ପାଇଁ ଆଜି ମହିମା ଧର୍ମର ବାଣୀ ବିଶ୍ୱବ୍ୟାପକ ହୋଇ ଯାଇ ଜାତିସଂଘରେ ପହଞ୍ଚି ପାରିଛି। ସେହି ମହିମା ଧର୍ମ ସର୍ବପ୍ରଥମେ ଯେଉଁମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଚଳଣି ଇତ୍ୟାଦି ନିଷ୍ପେଷିତ ପୀଡ଼ିତ ହେଉଥିଲେ, ସେମାନଙ୍କ ନିକଟରେ ଯେଉଁଟା ଆମର ଓଡ଼ିଶା ରାଜ୍ୟର ମାଲକାନଗିରି କୁହନ୍ତୁ, କୋରାପୁଟ କୁହନ୍ତୁ, ଯେଉଁ ଲୋକମାନଙ୍କ ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରି ମହିମା ଧର୍ମ ତାଙ୍କୁ ଦେଇ ପରିବର୍ତ୍ତନ କରିବା ଦ୍ୱାରା ତାଙ୍କ ପିଲାମାନେ ବର୍ତ୍ତମାନ ଶିକ୍ଷା ଅଧ୍ୟୟନ କରି ଆମର ଅଗ୍ରଗତିରେ ଆଗେଇ ଚାଲିଛନ୍ତି। ମହିମା ଧର୍ମ କେବଳ ଜଣେ ବ୍ୟକ୍ତିଗତ ଧର୍ମ ନୁହେଁ, ଇଏ ହେଉଛି ସାର୍ବଜନୀନ ଧର୍ମ, ସମସ୍ତଙ୍କ ଧର୍ମ। ଆମ ଓଡ଼ିଶା ରାଜ୍ୟରେ ବର୍ତ୍ତମାନ ଦୁଇଟା ସଂସ୍କୃତି ଗତି କରୁଛି। ଗୋଟିଏ ହେଉଛି ଜଗନ୍ନାଥ ସଂସ୍କୃତି, ଆଉ ଗୋଟିଏ ହେଉଛି ମହିମା ସଂସ୍କୃତି। ଜଗନ୍ନାଥ ସଂସ୍କୃତି ସାକାରବାଦରେ ଏବଂ ମହିମା ସଂସ୍କୃତି ହେଉଛି ନିରାକାରବାଦରେ। ସେହି ତାରି ଦ୍ୱାରା ଆମର ମହିମା ଧର୍ମ ଓଡ଼ିଶା ରାଜ୍ୟରେ ବ୍ୟାପକ
ଏବଂ ବିଶ୍ୱରେ ମଧ୍ୟ ବ୍ୟାପକ ସମସ୍ତେ ଜାଣିଛନ୍ତି। ବର୍ତ୍ତମାନ ଯେଉଁ ଆମର ବିଜ୍ଞାନର କାରିଗରୀ କୌଶଳତା ଯାହା ଅନ୍ତର୍ଦେଶୀୟ କାର୍ଯ୍ୟକ୍ରମ ଚାଲିଛି, ଯାହାକୁ ଇଂଲିଶରେ ଇଣ୍ଟରନେଟ୍ ବୋଲି କହୁଛନ୍ତି, ତାଦ୍ୱାରା ସମସ୍ତେ ମହିମା ଧର୍ମକୁ ଜାଣିସାରିଲେଣି, ମହିମା ଧର୍ମକୁ ଗ୍ରହଣ କଲେଣି, ମହିମା ଧର୍ମ ସମ୍ପର୍କରେ ଆଲୋଚନା ବି କରୁଛନ୍ତି। ମହିମା ଧର୍ମ ହେଉଛି ସମସ୍ତଙ୍କର ଧର୍ମ। ମହିମା ଧର୍ମ ହେଉଛି ଦୁଃଖୀ, ରକି, ଯୋଗୀ, ଭୋଗୀ ସମସ୍ତଙ୍କ ଧର୍ମ। ମହିମା ଧର୍ମ ନିରାଡ଼ମ୍ବର ଧର୍ମ। ସନ୍ନ୍ୟାସୀମାନେ ଭକ୍ତମାନେ ଅଛନ୍ତି, ସନ୍ନ୍ୟାସୀମାନଙ୍କ ନିରାଡ଼ମ୍ବର ଧର୍ମ ଦୀକ୍ଷା ଦିଆଯାଇଛି। ସେମାନେ ଗ୍ରାମକେ ରାତିଏ, ଘରକେ ମୁଠିଏ ଭିକ୍ଷା କରି ଧର୍ମ ପ୍ରଚାର କରିବେ ଏବଂ ନିରାଡ଼ମ୍ବର ବେଶ ଧାରଣ କରିବେ, ଭୋଗବିଳାସ ତ୍ୟାଗ କରିବେ। ସନ୍ନ୍ୟାସୀମାନେ ତ୍ୟାଗ ଜୀବନ ଯାପନ କରୁଛନ୍ତି। ଗୃହସ୍ଥ ଆଶ୍ରମରେ ଭକ୍ତମାନେ ନିଜର କୃଷି ବାଣିଜ୍ୟ ଇତ୍ୟାଦି ସନ୍ତାନ ଉତ୍ପନ୍ନ କରି ଜୀବିକା ନିର୍ବାହ କରିବେ ଏବଂ ବର୍ଷକୁ ଥରେ ତାଙ୍କ ଘରେ ଘୃତାହୁତି କରି ପୂଜାପାଠ କରିବେ। ସେମାନଙ୍କ ପାଇଁ ଅନ୍ୟାନ୍ୟ ପୂଜାପାଠ ବନ୍ଦ କରାଯାଇଛି, ସେମାନେ ମଧ୍ୟ ମାନିଛନ୍ତି। ସେହି ମହିମା ଧର୍ମ ଆଜି ସମସ୍ତଙ୍କ ପାଇଁ ସୁଖ ଖବର ପହଞ୍ଚାଇବାରେ ପ୍ରୟାସ ଜାରି ରଖିଛି। ସନ୍ଥମାନେ ମଧ୍ୟ ଯେଉଁ ଆମର ପରିସଂଖ୍ୟାନ ଦୃଷ୍ଟିକୋଣରୁ ବର୍ତ୍ତମାନ ମଧ୍ୟ ମହିମା ଧର୍ମରେ 5000 ସନ୍ନ୍ୟାସୀ ଅଛନ୍ତି ଏବଂ ଭକ୍ତ ଆମର ଓଡ଼ିଶା ରାଜ୍ୟର 50 ଲକ୍ଷ ଭକ୍ତ ଅଛନ୍ତି। ବାହାର ରାଜ୍ୟକୁ ମିଶାଇଲେ ବହୁତ ଭକ୍ତ ଅଛନ୍ତି। ନେପାଳରେ ମଧ୍ୟ ମହିମା ଧର୍ମ ଅଛି ଏବଂ ସେଠି ଆମର ଏକ ଅଖଣ୍ଡପତି ମନ୍ଦିର ଅଛି। ସେଠି ଆମର ଜଣେ ଯୁଧିଷ୍ଠିର ବାବା ବୋଲି ଅଛନ୍ତି, ତାକୁ ପରିଚାଳନା କରୁଛନ୍ତି। ମହିମା ଧର୍ମ ଓଡ଼ିଶା ଭାରତ ବାହାରେ ମଧ୍ୟ ଧର୍ମ ପ୍ରଚାର ପାଉଛି। ଏହା ହେଉଛି ମହିମା ଧର୍ମର ଅନ୍ତଃସ୍ୱର। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ମହାବ୍ରହ୍ମ ଅଲେଖ ମହିମା। ଆମ ଚ୍ୟାନେଲକୁ ଦେଖୁଛନ୍ତି ସେମାନେ ଆମ ଚ୍ୟାନେଲରେ ଜଏନିଂ କରନ୍ତୁ, ଆଉ ସୁପର ଥ୍ୟାଙ୍କ୍ସ ଦେଇ ଆମକୁ ଉତ୍ସାହିତ କରନ୍ତୁ। ଆମ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆପଣ କେଉଁ ଅଞ୍ଚଳରୁ ଦେଖୁଛନ୍ତି। ଗୁରୁ ବ୍ରହ୍ମ ମହାମହିମ ଅଲେଖ।